ଶ୍ରୋତା ବନ୍ଧୁ ଉତ୍କଳମଣି ଗୋପବନ୍ଧୁଙ୍କର କବିତାର ସେଇ ଅମର ପଦ ମନେ ପଡ଼େ। ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି, ତେବେ କି ଆଶାରେ କହ ଏ ସଂସାରେ ପର ପାଇଁ ନର ମରୁଛି ନୀତି। ସତରେ ଶ୍ରୋତା ବନ୍ଧୁ, ମଣିଷଙ୍କ ଭିତରେ ଅନେକ ମଣିଷ ଅଛନ୍ତି ଯେଉଁମାନେ ଗଡ୍ଡାଳିକା ବା ଗତାନୁଗତିକ ରାଜରାସ୍ତାରୁ ବାହାରି ଯାଇ ବ୍ୟତିକ୍ରମ ଭାବେ ଚାଲିବାର ପଥ ନିର୍ଦ୍ଧାରଣ କରନ୍ତି ଏବଂ ସ୍ୱତନ୍ତ୍ର ଲକ୍ଷ୍ୟ ସ୍ଥିର କରନ୍ତି। ସେମିତି ଜଣେ ସାଧାରଣରେ ଅସାଧାରଣ ଥିବା ଆମ ସମୟର ଜଣେ ଗାନ୍ଧୀ ଅନୁଗାମିନୀ ହେଉଛନ୍ତି ଓଡ଼ିଶାର ଡକ୍ଟର ଅଫ୍ ସଏଲ୍ ଭାବରେ ସୁପରିଚିତା ଡକ୍ଟର ରୀନା ରାଉତରାୟ, ଯିଏ ଓଡ଼ିଶାର 30ଟି ଜିଲ୍ଲାରେ ଗାନ୍ଧୀ ଜ୍ୟୋତି ପରିକ୍ରମା ଉଦ୍ଦେଶ୍ୟରେ ସର୍ବଭାରତୀୟ ସ୍ତରରେ ପ୍ରଥମେ ଆରମ୍ଭ କରିଥିଲେ ଐତିହାସିକ ସଦ୍ଭାବନା ଯାତ୍ରା। ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଥିଲା ସାଧାରଣ ମନୁଷ୍ୟ ଭିତରେ ଲୁକ୍କାୟିତ ଗାନ୍ଧୀ ପ୍ରେମର ପୁନର୍ଜାଗରଣର ପ୍ରୟାସ ଓ ପ୍ରତ୍ୟକ୍ଷ ଅନୁଭବ। ବାପୁଙ୍କ ବାର୍ତ୍ତାର ପ୍ରଚାର ଓ ପ୍ରହରୀ ଡକ୍ଟର ରୀନା ରାଉତରାୟ ଅନେକ ଗାନ୍ଧୀବାଦୀ ବାପୁ ପ୍ରେମୀ ଶାନ୍ତି ସେନାନୀଙ୍କ ସହିତ ରାଜଧାନୀ ଦିଲ୍ଲୀରୁ ବାହାରି ଓଡ଼ିଶାର 30ଟି ଜିଲ୍ଲା ପରିକ୍ରମା କରିଥିଲେ। ଏହି ଉପଲବ୍ଧିର ଆଧାରରେ ସେ ରଚନା କରିଥିବା ପୁସ୍ତକଟି ହେଉଛି ଗାନ୍ଧୀଙ୍କ ସହ 30 ଦିନ, ଯାହାର ପ୍ରଚ୍ଛଦରେ ଗାନ୍ଧୀଜୀଙ୍କ ଉକ୍ତି ରହିଛି, ଯେଉଁଠି ଗାନ୍ଧୀଜୀ ଶେଷଥର ଓଡ଼ିଶା ଛାଡ଼ିବା ସମୟରେ ତାଙ୍କ ହୃଦୟର କଥାକୁ ବ୍ୟକ୍ତ କରିଥିଲେ। କହିଥିଲେ, ତୁମମାନଙ୍କୁ ଛାଡ଼ିଯିବାରେ ମୋତେ କଷ୍ଟ ହେବ। ତୁମମାନଙ୍କ ସଙ୍ଗେ ପୁଣି ଗାଁକୁ ଗାଁ ବୁଲିବାକୁ ମୋତେ ଭଲ ଲାଗିବ ଏବଂ ଈଶ୍ୱରଙ୍କ ଇଚ୍ଛା ଥିଲେ ମୁଁ ପୁଣି ତାହା କରିବି। ସୁଯୋଗ ପାଇଲେ ପୁଣି ଥରେ ଓଡ଼ିଶା ଆସିବାକୁ ଚାହିଁବି। ଶ୍ରୋତାବନ୍ଧୁ, ଡକ୍ଟର ରୀନା ରାଉତରାୟଙ୍କର ସେହି ପୁସ୍ତକ ଆଜି ଆମ ଆଲୋଚନାର ବିଷୟଭୁକ୍ତ ହୋଇଛି, ଯେଉଁଥିରେ ଲେଖିକାଙ୍କ କଲମରୁ ପର୍ଯ୍ୟାୟରେ ରୀନା ରାଉତରାୟ ଲେଖିଛନ୍ତି, ମାରେ ଆଜି ସଞ୍ଜର ମୋର ରୋଜଗାର ଏଇ 11 ଟଙ୍କା ଦେଲି ତୋତେ, ଧୂପ କାଠିଟିଏ କିଣି ଗାନ୍ଧୀଙ୍କ ଫଟୋ ପାଖରେ ଲଗାଇବୁ। ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ସହ ସମଗ୍ର ଓଡ଼ିଶା ପରିକ୍ରମା କରୁଥିବା ସମୟରେ ରେଢ଼ାଖୋଲ ଛକ ଉପରେ ବସି ବାଦାମ ବିକୁଥିବା ଭାଇଟିର ଏଇ 2 ପଦ କଥା ହିଁ ମୋ ପାଇଁ ଏଇ ବହିଟି ଲେଖିବାର ଅଦମ୍ୟ ଇଚ୍ଛାର ମୂଳ ପ୍ରେରଣା। ଆକ୍ଷରିକ ଅର୍ଥରେ ମୁଁ ଜଣେ ଗାନ୍ଧୀବାଦୀ ନୁହେଁ, କେବଳ ମୁଁ ଛୋଟବେଳୁ ଗାନ୍ଧୀଙ୍କୁ ପଢ଼ି ଗାନ୍ଧୀଜୀଙ୍କୁ ବହୁତ ଭଲ ପାଏ। କାହିଁକି କେଜାଣି ଛୋଟବେଳୁ ଅହେତୁକ ଦୁର୍ବଳତା ମୋର ସେହି ଆଣ୍ଠୁ ଲୁଚୁ ନଥିବା ପୋଷାକ ପିନ୍ଧା ଫକୀର ମୋହନ ଦାସ କରମଚନ୍ଦ ଗାନ୍ଧୀଙ୍କ ପ୍ରତି। ତିନି ମାଙ୍କଡ଼ର ଗପରେ ମନୁଷ୍ୟତାର ଭାଷାକୁ ସରଳ ଭାବରେ ବୁଝାଇଥିବା ଜଣେ ମହାପୁରୁଷ ଥିଲେ ସେ। ଗାନ୍ଧୀ ଦର୍ଶନର ଜଟିଳ ତତ୍ତ୍ୱକୁ ଜମା ବି ବୁଝିପାରୁନଥିବା ବୟସରୁ ହିଁ ସବୁବେଳେ ଭାବେ, ସତରେ କ'ଣ ଏମିତି ଲୋକ ଅଛନ୍ତି? ଗାନ୍ଧୀ ଦର୍ଶନର ଜଟିଳ ତତ୍ତ୍ୱକୁ କେବେ ବୁଝିବାକୁ ଚେଷ୍ଟା କରେନି। ସତ୍ୟ, ଅହିଂସା ଓ ପ୍ରେମର ପୂଜାରୀ ଭାବରେ ତାଙ୍କୁ ଜାଣିଛି ଏବଂ ସେତିକି ହିଁ କେବଳ ଜାଣିବାକୁ ଚାହେଁ। ଗାନ୍ଧୀ ଜନ୍ମର 150 ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ସ୍ମୃତିରେ ଆୟୋଜିତ ଜ୍ୟୋତିଯାତ୍ରା ସଂଯୋଗବଶତଃ ମୋର ମାନସପଟରେ ଏକ ଇଚ୍ଛା ସୃଷ୍ଟି କଲା, ଯାହା ଐଶ୍ୱରିକ ନିର୍ଦ୍ଦେଶରେ କାର୍ଯ୍ୟକାରୀ କରିବାକୁ ଏହାର ଭିତ୍ତିଭୂମି ବୋଧହୁଏ ସ୍ଥିରୀକୃତ ହୋଇସାରିଥିଲା। ତାଙ୍କର ସେହି ବିଚାରଧାରାକୁ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚାଇବାର ଉଦ୍ଦେଶ୍ୟ ଓ ଆଗ୍ରହ ନେଇ 8000 କିଲୋମିଟର ବ୍ୟାପୀ ଯାତ୍ରାରେ ଓଡ଼ିଶାର 30 ଜିଲ୍ଲାର ସଦର ମହକୁମା ସହିତ 5000ରୁ ଊର୍ଦ୍ଧ୍ୱ ଗ୍ରାମ ଏବଂ 300ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ମହାବିଦ୍ୟାଳୟର 50,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଭେଟି କଥା ହୋଇ ଗାନ୍ଧୀ ବିଚାରଧାରାକୁ ପୁନଃଜୀବିତ କରିବାର ଆତ୍ମତୃପ୍ତି ମୋତେ ବୋଧହୁଏ ଆଜି ଗାନ୍ଧୀଙ୍କ ଦର୍ଶନର ଆହୁରି ନିକଟବର୍ତ୍ତୀ କରିପାରିଛି। ଗାନ୍ଧୀ ଦର୍ଶନର ଜଟିଳ ତତ୍ତ୍ୱକୁ ପଢ଼ି ବୁଝିବା ଅପେକ୍ଷା ଗାନ୍ଧୀ ବିଚାରଧାରାକୁ ଆଦରି ନେବା ହିଁ ସାମୂହିକ ଉତ୍ତରଣ ଓ ବୌଦ୍ଧିକ ବ୍ୟକ୍ତିତ୍ୱର ବିକାଶ ସମ୍ଭବ। ଶ୍ରୋତାବନ୍ଧୁ, ଏହି ପୁସ୍ତକର ଏକ ବିଶେଷ ଜିଲ୍ଲା ଭିତ୍ତିକ ଆଲୋଚନା, ଯାହାକି ବୌଦ୍ଧ ଜିଲ୍ଲାକୁ ନେଇ ଲେଖିକା କରିଛନ୍ତି,
ତାକୁ ଆଜି ଆପଣମାନଙ୍କୁ ମୁଁ ଭେଟି ଦେଉଛି, ଯେଉଁଥିରେ ଗାନ୍ଧୀ ଚିନ୍ତନର ଉଦାତ୍ତ ରୂପ ଆପଣମାନଙ୍କୁ ସ୍ପଷ୍ଟ ଉପଲବ୍ଧ ହେବ। ବୌଦ୍ଧ ଥିଲା ଏକଦା ବୌଦ୍ଧ ଧର୍ମର ଏକ ପ୍ରମୁଖ ପୀଠସ୍ଥଳୀ। ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାର ଉତ୍ତରରେ ମହାନଦୀ, ଅନୁଗୁଳ ଜିଲ୍ଲା, ଦକ୍ଷିଣରେ କନ୍ଧମାଳ ଜିଲ୍ଲା, ପୂର୍ବରେ ନୟାଗଡ଼ ଜିଲ୍ଲା ଏବଂ ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା। ଏହି ଜିଲ୍ଲାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ପୃଥିବୀ ପ୍ରସିଦ୍ଧ ସାତକୋଶିଆ ଅଭୟାରଣ୍ୟ। ଇତିହାସ ଅନୁସାରେ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ବିଜୟ ଲାଭ କରିବା ପରେ ଚଣ୍ଡାଶୋକରୁ ଧର୍ମାଶୋକ ରୂପେ ପରିବର୍ତ୍ତିତ ହେବା ପରେ ସାତକୋଶିଆ ଗଣ୍ଡ ଦେଇ ମଗଧ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ଏହି ସ୍ଥାନ ମଣି, ମାଣିକ୍ୟ, ହୀରା ଆଦି ରତ୍ନ ପଥରର ପ୍ରାଚୁର୍ଯ୍ୟରେ ଭରପୁର ଥିଲା। ଯାତ୍ରା ଅବଧିରେ ସାମ୍ବାଦିକ ବନ୍ଧୁମାନଙ୍କଠାରୁ ବହିରା ପଞ୍ଚାୟତର ବନପାଲି ଗାଁରେ ଅବସ୍ଥିତ ଭାରତ ମାତାଙ୍କ ମନ୍ଦିର ସମ୍ପର୍କରେ ଜାଣିବାକୁ ପାଇଲି ଏବଂ ଜିଲ୍ଲା କାର୍ଯ୍ୟାଳୟରୁ 25 କିଲୋମିଟର ମନମୁଣ୍ଡା ରାସ୍ତାରେ ଗଲେ ପଡ଼େ ଏହି ଗାଁଟି। ଏହି ଗାଁର ଏକ ବିଶେଷତ୍ୱ ହେଲା ସ୍ୱାଧୀନତା ବହୁ ପୂର୍ବରୁ ଏହି ଗାଁରେ ଭାରତ ମାତାଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକି ସମଗ୍ର ଦେଶରେ ମଧ୍ୟ ଖୁବ୍ ବିରଳ। ଗାଁରେ ଜନ୍ମ ନେଇଥିବା ସ୍ୱାଧୀନତା ସଂଗ୍ରାମୀମାନେ ଏହି ମନ୍ଦିର ନିର୍ମାଣ କରି ଭାରତ ମାତାଙ୍କୁ ପୂଜାର୍ଚ୍ଚନା କରି ଆସୁଥିଲେ। ପିଢ଼ି ପରେ ପିଢ଼ି ଭାରତ ମାତାଙ୍କ ପୂଜା ଅର୍ଚ୍ଚନା କରିବା ସହ ଗ୍ରାମବାସୀ ଭାରତ ମାତାଙ୍କୁ ଗ୍ରାମର ଅଧିଷ୍ଠାତ୍ରୀ ବା ଇଷ୍ଟଦେବୀ ବୋଲି ମାନି ନେଇଛନ୍ତି। ଏପରିକି ବର୍ଷର ସମସ୍ତ ପର୍ବପର୍ବାଣୀରେ ଭାରତ ମାତାଙ୍କ ଆଗରେ ଭୋଗ ଲାଗି ହେବା ପରେ ଗ୍ରାମବାସୀ ପ୍ରସାଦ ସେବନ କରିଥାନ୍ତି। ଏହି ଗାଁରେ ଜନ୍ମ ନେଇଥିବା 3 ଜଣ ମହାନ ପୁରୁଷ ଏବଂ ମହିୟସୀ ମହିଳା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ଶ୍ରୀପତି ମେହେର, ଗୌରହରି ମେହେର ଓ ମହିୟସୀ ବୃନ୍ଦାବତୀ ମେହେର ଇଂରେଜ ସରକାରଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ। ତେବେ ବୌଦ୍ଧ ଜିଲ୍ଲା ବୌଦ୍ଧିକ ଚେତନାର ପ୍ରାଣକେନ୍ଦ୍ର ନିଶ୍ଚିତ ଭାବରେ। ଗାନ୍ଧୀ ଜ୍ୟୋତି ରଥ ୱେୟାରଲେସ୍ ଛକ ନିକଟରେ ପହଞ୍ଚିଲା। ପଞ୍ଚାୟତ ମହାବିଦ୍ୟାଳୟ ବୌଦ୍ଧର ଛାତ୍ରଛାତ୍ରୀମାନେ ରଘୁପତି ରାଘବ ରାଜାରାମ ଗାଇ ଗାଇ ପାଛୋଟି ନେଇଥିଲେ ପୂଜ୍ୟ ବାପୁଙ୍କୁ ଓ ଜ୍ୟୋତି ରଥକୁ। ପଞ୍ଚାୟତ ମହାବିଦ୍ୟାଳୟ ବୌଦ୍ଧର ଛାତ୍ରଛାତ୍ରୀମାନେ ବାପୁଙ୍କୁ ସେମାନଙ୍କ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପୂଜ୍ୟ ବାପୁଙ୍କ ସ୍ମୃତିଚାରଣ କରିଥିଲେ। ସବୁଥର ପରି ଜ୍ୟୋତି ରଥ ସହିତ ବୌଦ୍ଧ ସଦର ମହକୁମାସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଖଦି ସୂତାମାଳ ଅର୍ପଣ କରାଯାଇଥିଲା। ସହରଠୁ ଟିକିଏ ଦୂରରେ ମହାନଦୀ ପରିବେଷ୍ଟିତ ଭାରି ସୁନ୍ଦର ସ୍ଥାନରେ ବୌଦ୍ଧ ସର୍କିଟ ହାଉସ୍। ଗେଟ୍ ଭିତରେ ପ୍ରବେଶ କଲା ପରେ ମୁଖ୍ୟ ଦ୍ୱାରରେ 4-5 ଜଣ ଭଦ୍ରବ୍ୟକ୍ତି ଅପେକ୍ଷାରତ ଥିଲେ ଏବଂ ସେମାନେ ହିଁ କହିଲେ ଯେ ବହୁ ଆଶା ନେଇ ଗାନ୍ଧୀ ଜ୍ୟୋତି ରଥକୁ ଆମେ ଦେଖିବା ପାଇଁ ଆସିଛୁ ଏବଂ ଆମ ସ୍କୁଲକୁ ଟିକେ ଯଦି ନିଅନ୍ତେ ପିଲାମାନେ ବହୁତ ଖୁସି ହୁଅନ୍ତେ। ତେବେ ସଂଗ୍ରାମପୁର ସୋନପୁର ଯିବା ରାସ୍ତାରେ ପଡ଼େ ଏଇ ସ୍କୁଲଟି। ଗାନ୍ଧିଜୀଙ୍କ ଜ୍ୟୋତି ରଥ ସ୍କୁଲକୁ ଯିବା ପାଇଁ ଛକରୁ ଗାଁ ଆଡ଼କୁ ମୁଡ଼ିଲା। ପ୍ରାୟ 1 କିଲୋମିଟର ପରେ ସଂଗ୍ରାମପୁର ସ୍ଥିତ ପଞ୍ଚାୟତ ବିଦ୍ୟାଳୟରେ ଆମେ ପହଞ୍ଚିଥିଲୁ। ଧାଡ଼ି ବାନ୍ଧି ହୋଇ ଆସି ଗୋଟିଏ ପରେ ଗୋଟିଏ ପିଲା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥାନ୍ତି। ସ୍କୁଲ ପ୍ରାଙ୍ଗଣଟି ଖୁବ୍ ପରିଷ୍କାର ଏବଂ ଫୁଲ ଫଳ ଗଛରେ ଭରପୁର ଥିଲା। 750ରୁ ଅଧିକ ଛାତ୍ରଛାତ୍ରୀ। ସାମାନ୍ୟତମ କୋଳାହଳ ନଥାଏ, କେବଳ ରଥରେ ଯାହା ରାମଧୁନ ବାଜୁଥାଏ। ଶ୍ରଦ୍ଧାଞ୍ଜଳି ଦେଇ ପିଲାମାନେ ଏତେ ସୁନ୍ଦର ଶୃଙ୍ଖଳିତ ଭାବରେ ଆସି ବସିବା ମୋର ଦୃଷ୍ଟି ଆକର୍ଷଣ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପିଲାମାନଙ୍କୁ ଗଢ଼ି ତୋଳିବା ଆମ ଅନୁଷ୍ଠାନର ମୂଳ ଲକ୍ଷ୍ୟ। ଭାବପ୍ରବଣ ହୋଇ କହି ଉଠିଲେ ଚେତାରାମ ବାବୁ। ଭାରି ଭଲ ଲାଗୁଥାଏ ପରିବେଶଟି। ଗଛ ମୂଳରେ ଆୟୋଜନ ହୋଇଥାଏ ଆଲୋଚନା ଚକ୍ର। ପିଲାମାନେ ଶୃଙ୍ଖଳିତ ଭାବରେ ବସିଥାନ୍ତି। ସୁଲୁସୁଲିଆ ଥଣ୍ଡା ପବନ, ସ୍କୁଲ ହତା ଭିତରେ ଥିବା ବିଭିନ୍ନ କିସମର ଫୁଲର ବାସ୍ନା, ପ୍ରଚ୍ଛଦ ପଟରେ ରଘୁପତି ରାଘବ ରାଜାରାମର ସୁମଧୁର ସ୍ୱର ସହିତ କୁନି କୁନି ପିଲାମାନଙ୍କ ମୁହଁର ସେ ନିର୍ମଳ ପବିତ୍ର ହସରେ ମୋତେ ବାପୁ ଦିଶୁଥାନ୍ତି। ସବୁ ମିଶି ଏମିତି ଏକ ଅପୂର୍ବ ଆତ୍ମୀୟତାପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାଏ ଯେ ଗାନ୍ଧୀଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରୁ କରୁ 2 ଘଣ୍ଟାରୁ ଅଧିକ ସମୟ କେମିତି କଟିଗଲା ଜାଣି ହେଲାନି। ଛାତ୍ରଛାତ୍ରୀମାନଙ୍କ ଗାନ୍ଧିଜୀଙ୍କ ସମ୍ପର୍କରେ ଗଭୀର ଜ୍ଞାନ ବାପୁଙ୍କ ପ୍ରତି ଅହେତୁକ ଶ୍ରଦ୍ଧାର ନିଦର୍ଶନ।
ଶେଷରେ ଗାନ୍ଧୀ ଜ୍ୟୋତି ଯାତ୍ରାରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କ ହାତ ତିଆରି ଫୁଲତୋଡ଼ା ଓ ଉପଢୌକନ ଦେଇ ଆମ ସହିତ ଥିବା ଦୁଇ ସହାୟକ ଙ୍କୁ ମଧ୍ୟ ଆମେ ସମ୍ମାନିତ କରିଥିଲୁ। ସବୁ ମଣିଷ ସମାନ ଏବଂ ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି। ଏହି ବାର୍ତ୍ତା ନେଇ ଚାଲିଥିବା ବେଳେ ଲାଗୁଥିଲା ସତରେ ଗାନ୍ଧୀଜୀଙ୍କ ଏହି ଦର୍ଶନ ଧୀରେ ଧୀରେ ଜ୍ୟୋତି ରଥ ସହିତ ପ୍ରସାରିତ ହେବାରେ ଲାଗିଛି। ଆସିବା ପୂର୍ବରୁ ବିଦ୍ୟାଳୟ ଶ୍ରେଣୀଗୃହ ବୁଲି ବିଦ୍ୟାଳୟ ପାଠାଗାର ଉଦ୍ଦେଶ୍ୟରେ ମହାତ୍ମାଙ୍କ ଆତ୍ମଚରିତ ସତ୍ୟର ପ୍ରୟୋଗ ବହି ଦେଇ ପ୍ରତିଦିନ ପ୍ରାର୍ଥନା ପରେ ଗୋଟିଏ ପୃଷ୍ଠା ପଢ଼ି ପିଲାମାନଙ୍କୁ ଶୁଣାଇବାକୁ ଅନୁରୋଧ କରି ବାହାରିଲୁ ସୋନପୁର। ପ୍ରତ୍ୟେକ ଥର ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା ହେଲା ପରେ ଦେହରେ ସକାରାତ୍ମକ ପ୍ରାଣଶକ୍ତି ସଞ୍ଚାର ହେଉଥିଲା। ଏହି ନିଷ୍ପାପ ସରଳ ପିଲାମାନଙ୍କ ପାଖରେ ହିଁ ବାପୁ ଅଛନ୍ତି। 150 ବର୍ଷ ପରେ ବି ବାପୁଙ୍କ ଚିନ୍ତା ଓ ଚେତନା ଏପର୍ଯ୍ୟନ୍ତ ଜୀବିତ ଅଛି ଏହି ପିଲାମାନଙ୍କ ଦରୋଟି ହସରେ, ପ୍ରେମରେ ଆଉ ନିର୍ମଳ ହୃଦୟରେ। ଶାନ୍ତି, ଅହିଂସା ଓ ପ୍ରେମ ଆଉ କ'ଣ କି? ସ୍ରଷ୍ଟା ପ୍ରତ୍ୟେକ ଶିଶୁକୁ ଏହି 3ଟି ଗୁଣ ଦେଇ ସୃଷ୍ଟି କରିଥାନ୍ତି। ପ୍ରତିଟି ନିଷ୍ପାପ ଶିଶୁ ଜଣେ ଜଣେ ଗାନ୍ଧୀ। ହଁ, ଜୀବନର ବିଭିନ୍ନ ପର୍ଯ୍ୟାୟରେ ଏହି ଈଶ୍ୱରଦତ୍ତ 3ଟି ଗୁଣକୁ ଆମେ ଲୋଭର ବଶବର୍ତ୍ତୀ ହୋଇ ଧୀରେ ଧୀରେ ହଜାଇ ଦେଉ। ଏମିତି ଭାବୁ ଭାବୁ ଆଖି ଲାଗି ଯାଇଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଓଡ଼ିଶା ମାଟିର ଝିଅ ଡକ୍ଟର ରୀନା ରାଉତରାୟଙ୍କ ଦ୍ୱାରା ଲିଖିତ ଗାନ୍ଧୀଜୀଙ୍କ ସହ 30 ଦିନ ପୁସ୍ତକସ୍ଥ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତାଙ୍କର ଅନୁଭବକୁ। ପରକୁ ଆପଣାର କରି ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ କାଟିବା ହିଁ ତ ପ୍ରେମ। ଗାନ୍ଧୀ ଦର୍ଶନର ଜଟିଳ ତତ୍ତ୍ୱକୁ ଖୁବ୍ ସହଜରେ ସେ ବୁଝେଇଛନ୍ତି 3ଟି ଶବ୍ଦ ମାଧ୍ୟମରେ, ଯାହାକି ସତ୍ୟ, ଅହିଂସା ଓ ପ୍ରେମ। ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।